ଆପଣମାନଙ୍କୁ ମୋ ଚ୍ୟାନେଲରେ ଅନେକ ଅନେକ ସ୍ୱାଗତ। ଆଜି ଆପଣମାନଙ୍କ ସାଙ୍ଗରେ ସେୟାର କରିବା ପାଇଁ ନେଇକି ଆସିଛି ପୋସ୍ତ ଶାଗ ଭଜା। ଆପଣମାନେ ତ ବିଭିନ୍ନ ପ୍ରକାରର ଶାଗ ଭଜା ଖାଇଥିବେ, ହେଲେ ଏହି ପୋସ୍ତ ଶାଗ ଥରେ ବନେଇକି ନିଶ୍ଚୟ ଖାଆନ୍ତୁ। ପଖାଳ ସାଙ୍ଗରେ ଏହି ଶାଗ ଭଜା ବହୁତ ଭଲ ଲାଗିବ। ତ ଚାଲନ୍ତୁ ଷ୍ଟାର୍ଟ କରିନେବା ଆଜିର ରେସିପି। ପ୍ରଥମେ 2 ବିଡ଼ା ପୋସ୍ତକ ଶାଗକୁ ନେଇଯିବା। ଦେଖନ୍ତୁ ଏମିତି ଭଲ ଭାବରେ ୟାକୁ ବାଛି ନେବା। ଏହିଭଳି ଭାବରେ ଆମେ ସବୁ ଶାଗକୁ ବାଛି ନେବା। ଏବେ ସବୁ ଶାଗକୁ ଆମେ ବାଛି ନେଲା ପରେ ଆକୁ ଭଲ ଭାବରେ 2ରୁ 3 ଥର ଆମେ ଧୋଇକି ନେଇ ଆସିବା। 2ଟା ବଡ଼ ପିଆଜକୁ ଆମେ ଏମିତି ପତଳା ପତଳା କରି କାଟି ନେବା। ଏବେ ଗ୍ୟାସ୍ ଅନ୍ କରି ଆମେ କଡ଼େଇ ଗରମ କରିନେବା। କଡ଼େଇ ଗରମ ହେଲା ପରେ ଏଥିରେ 2ରୁ 3 ଚାମଚ ତେଲ ଦେଇଦେବା। ତେଲ ଗରମ ହୋଇଗଲା ପରେ ଏଥିରେ ଶୁଖିଲା ଲଙ୍କା ପକାଇଦେବା। ତାପରେ 1 ଚାମଚ ସୋରିଷ ପକାଇଦେବା। ସୋରିଷ ଫୁଟିଲା ପରେ ଆମେ କାଟିକି ରଖିଥିବା ପିଆଜକୁ ପକାଇଦେବା। ପିଆଜ ଟିକେ ନାଲି ହେଲା ପରେ ଆମେ ଧୋଇକି ରଖିଥିବା ଶାଗକୁ ପକାଇବା। ଦେଖନ୍ତୁ ସବୁ ଶାଗ ପକାଇଲା ପରେ ଆମେ ଆକୁ ଭଲ ଭାବରେ ମିକ୍ସ କରିନେବା। ଭଲ ଭାବରେ ମିକ୍ସ କଲା ପରେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ଏବେ ଶାଗ ସିଝିଲା ପର୍ଯ୍ୟନ୍ତ ଆମେ ୟାକୁ ଏଇଭଳି ଭାବରେ ଭାଜି ନେବା। ଦେଖନ୍ତୁ ଏଇ ଶାଗରେ ଟିକେ ପିଆଜ ଅଧିକ ଦେଲେ ଏ ଶାଗର ଟେଷ୍ଟ ଟିକେ ଭଲ ଲାଗିଥାଏ। ଦେଖନ୍ତୁ ଏବେ ରେଡ଼ି ହୋଇଗଲା ପୋସ୍ତକ ଶାଗ ଭଜା। ଏବେ ଗୋଟିଏ ସର୍ଭିଂ ପ୍ଲେଟ୍କୁ କାଢ଼ି ନେବା। ପଖାଳ ସାଙ୍ଗରେ ଗରମ ଗରମ ପୋସ୍ତ ଶାଗ ଭଜା ବନେଇକି ଖାଆନ୍ତୁ। କେମିତି ଲାଗିଲା ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତ ଆଜି ପାଇଁ ରହିଲି, ପୁଣି ଆସିବି ଆଉ ଗୋଟେ ନୂଆ ରେସିପି ନେଇ। ଜୟ ଜଗନ୍ନାଥ।